ଆପଣ ବୁଝିପାରିବେନି କେତେ କଷ୍ଟରେ ଆମେ ଅଛୁ। ଗୋଟେ ପୁଅକୁ ଆମେ ହରେଇ ସାରିଲୁ। ବାପ ମା ଚାହାନ୍ତି ପିଲାମାନଙ୍କୁ ମାନେ ଇଏରେ ଶବ ହେଇକି ତାଙ୍କ କାନ୍ଧରେ ଯିବା କଥା, କିନ୍ତୁ ମୁଁ ଗୋଟେ ଏମିତି ଅଭିଶପ୍ତ ମା ଯୋଉଥିକି ମୁଁ ପିଲାମାନଙ୍କୁ ମୁଁ ସଜେଇ ଦେଉଛି, ମାନେ ଟୋକେଇରେ ମୁଁ ସଜେଇ ଦେଉଛି ମୋ ପିଲାମାନଙ୍କୁ। କୋଉ ପରିସ୍ଥିତି ଦେଇ ଗତି କରୁଥିବେ ଆପଣମାନେ ବୁଝିପାରୁଥିବେ। ତେଣୁ ମୁଁ ସରକାରଙ୍କ ପାଖରେ ଆପଣମାନଙ୍କ ଜରିଆରେ ସରକାରଙ୍କୁ, ଭାରତ ସରକାର, ଓଡ଼ିଶା ସରକାରଙ୍କୁ ଯେଉଁ ଅନୁରୋଧ କରୁଛି, କାନି ପତେଇ ଭିକ ମାଗୁଛି ଯେ ଏଇ ପିଲାମାନଙ୍କୁ ପ୍ରପର ଟ୍ରିଟମେଣ୍ଟ ଦିଆଯାଉ। ଏମାନଙ୍କ ପାଇଁ ଫିଜିଓଥେରାପି, ଏମାନଙ୍କ ପାଇଁ ମେଡ଼ିସିନ ଯେଉଁଟା ଆମର ବାହାର ଦେଶରେ ଅଛି, ଯେଉଁଟା ଆମେରିକା ଲଣ୍ଡନରେ, ସେ ମେଡ଼ିସିନଟା ଆଣିକି ଏଇ ପିଲାମାନଙ୍କୁ ଦେଲେ ପିଲାମାନେ ଭଲ ହେବେ, ଉପକୃତ ହେବେ। ମୋର ଗୋଟେ ପୁଅ 18 ବର୍ଷର ଗୋଟେ ପୁଅ ଯାଇଛି, ପୁଣି ବର୍ତ୍ତମାନ 10 ବର୍ଷର ଆଉ ଗୋଟେ ପୁଅ ସେଇ ରୋଗରେ ପୀଡ଼ିତ। ଏ ରୋଗର ନାଁ ହେଲା DMD, ମାଂସପେଶୀ ଜନିତ ରୋଗ। ଇଏ ମାଂସପେଶୀ ଜନିତ ରୋଗ। ଏଇ ଛୁଆମାନେ 5-6 ବର୍ଷ ଯାକେ ଭଲ ରହିବେ, ନର୍ମାଲ ଛୁଆ ରହିବେ। ତାପରେ ଆସ୍ତେ ଆସ୍ତେ ଗୋଡ଼କୁ ଧରିବ, ଗୋଡ଼ ପରେ ଅଣ୍ଟା ବସିବେ ପିଲା, ତାପରେ ହାତକୁ ଧରିବ, ହାତ ଆଉ ଉଠେଇ ପାରିବେନି କି ମଶାଟେ ବି ବାଡ଼େଇ ପାରିବେନି। ତାପରେ ଷ୍ଟେଜ ମଲ୍ଟି ଅର୍ଗାନ ଆମର ହାର୍ଟ କିଡନୀ ହେଲେ ହଠାତ୍ ଆମର ହାର୍ଟ ଚୋକ୍ ହେଇଯିବ। ଏଇ ରୋଗର ଲକ୍ଷଣ ଏଇଆ। ପୁଅ ସେଇ ବା 5 ବର୍ଷ ଯାକେ ଚାଲିଲା, ଆସ୍ତେ ଆସ୍ତେ ଗୋଡ଼ ଟେକି ହେଇଗଲା। ଗୋଡ଼ ଟେକି ହେଲା ପରେ ତାପରେ ଅଣ୍ଟା ବେଣ୍ଡ ହେଇଗଲା, ବସିଲା, ଚାଲି ପାରିଲାନି। ତାପରେ ଷ୍ଟେପ ହାତକୁ ଧରିଛି, ହାତ ବର୍ତ୍ତମାନ ଏବେ ହାତ ଟିକେ ଟିକେ ଉପରକୁ ଉଠେଇ ପାରୁନି, ଏମିତି ଟେକି ପାରୁନି, ହାତ ମଶାଟେ ବି ବାଡ଼େଇ ପାରୁନି। ଏଇ ବା ଜାଣିପାରିଲୁ 5 ବର୍ଷ ହେଲା ଏମିତି ଗୋଡ଼ ଟେକି ଟେକି ଚାଲିଲା। ଆମେ ଡକ୍ଟର ଦେଖେଇଲୁ, ବାରମ୍ବାର ପଡ଼ିକି ଗୋଡ଼ ହାତ ଖଣ୍ଡିଆ ହେଇଗଲା। ନାଇଁ ଯୋଡ଼େ ପୁଅ, ଗୋଟେ ପୁଅ ବଡ଼ ବର୍ଷ 18 ବର୍ଷର ସେ ପୁଅ ଗଲା ଏଇ ରୋଗରେ ପୀଡ଼ିତ ହେଇକି। ସେ 18 ବର୍ଷ ଯାଇକି ବଞ୍ଚିଲା, 18 ବର୍ଷ ସେ ମରିଗଲା, ହାର୍ଟ ଚୋକ୍ ହେଇଗଲା। ଓଲ୍ଡପୁର ଯାଇଥିଲୁ ଆମେ। ହଁ, ନାଇଁ ଖାଲି ସିଏ ଫିଜିଓଥେରାପି, ସେ ଫିଜିଓଥେରାପି କିଛି କାମ କଲାନି। ଆମେ 6 ମାସ ସେଇଠି ଘର ଭଡ଼ା ନେଇକି ରହିକି ଦେଇ କଲୁ, ପଇସା ଖର୍ଚ୍ଚ କରିକି, କିଛି ହେଲାନି। 20,000 ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଆମେ ସମ୍ଭବ ନୁହେଁ, ଯେହେତୁ ଯେଉଁ ମିଡିଲ ପରିବାର। ସ୍ୱାମୀ ମୋର ହାର୍ଟ ଅପରେସନ୍ ଏବେ ବର୍ତ୍ତମାନ ବର୍ଷେ ହେଲା ପୁରା ବସିଛନ୍ତି। ଆଉ ତେଣୁ ଗୋଟେ ପୁଅ ଗଲା ଏଇ ଅବହେଳିତ ଯୋଗୁଁ, ସରକାର କିଛି ବି ପଦକ୍ଷେପ ନେଲେନି। ଆଉ ଏ ଅବହେଳିତ ଗୋଟେ ପୁଅ ଗଲା, ପୁଣି ପୁନର୍ବାର ଆଉ ଗୋଟେ ପୁଅ ବି, ସିଏ ବି ସେଇ ନାହିଁ। ଆମେ ଚାହୁଁଛୁ ଯେ ଏମାନଙ୍କ ବି ମାସକୁ 15-20 ହଜାର ଯେଉଁ ଖର୍ଚ୍ଚ ହେଉଛି ମାସକୁ ଦିଆଯାଉ। କାହିଁକି ନା ଆମେ ଏଇ ପିଲାଙ୍କ ପିଛରେ ରହିଲୁ, ରହି କିଛି ଆମେ ରୋଜଗାର କିଛି ବି କରିପାରିଲୁନି। ତେଣୁ ଏଇ ପିଲାମାନଙ୍କୁ 15-20 ହଜାର ଦେଲେ ଆମେ ଚିର ଉପକୃତ ହେବୁ। ଆପଣମାନଙ୍କ ମାଧ୍ୟମରେ ସରକାରକୁ ଆପଣମାନେ ଜଣେଇବୁ। ଆଉ ଯେଉଁ ମେଡ଼ିସିନଟା ଆମର ଅଛି ଭାରତ ବାହାରେ, ସେ ମେଡ଼ିସିନଟା ଆମେ ଭାରତ ସରକାର ଆଉ ଓଡ଼ିଶା ସରକାରଙ୍କୁ କାନି ପତେଇ ଭିକ ମାଗୁଛୁ ଯେ ଏଇ ପିଲାମାନଙ୍କୁ ସବୁ ମେଡ଼ିସିନଟା ଆଣିକି ପିଲାମାନଙ୍କୁ ଦେଇକି ପିଲାମାନଙ୍କ ମୁହଁରେ ହସ ଫୁଟେଇ ଦିଅନ୍ତୁ। ଭଲ ଯଦିଓ ନ ହେଉଛି, କିନ୍ତୁ ସେଇଟା ଷ୍ଟେବୁଲ ହେଇକି ରହିବ, କିଛି ବି କ୍ଷତି କରେଇଦେବନି, ଜୀବନ ନେବନି। ଏଇ ଯେଉଁ ହଠାତ୍ ଜୀବନ ନେଇଯାଉଛି, ଜୀବନ ନେବନି। ବର୍ତ୍ତମାନ ଆମେ ଚାହୁଁଛୁ ଯେ ଓଡ଼ିଶାରେ DMD ପାଇଁ ସ୍ୱତନ୍ତ୍ର ଗୋଟେ ମେଡ଼ିକାଲ ଖୋଲାଯାଉ, ଯେଉଁଥିପାଇଁ କି ଏ ପିଲାମାନଙ୍କର ଥଣ୍ଡା ଖାସ ଏମାନଙ୍କ ଲାଗି ରହୁଛି ସବୁବେଳେ। ହଠାତ୍ ହାର୍ଟ ଚୋକ୍ ହେଇଯାଉଛି, ମେଡ଼ିକାଲକୁ ନେଲା ମାନେ ମେଡ଼ିକାଲରେ କହୁଛନ୍ତି ଲାଇନ୍ ଠିଆ, ବେଡ୍ ନାହିଁ, ଇଏ ନାହିଁ। ଆମର ଜୀବନ ଗଲାଣି, 2ଟା ପିଲା ଆମ ଓଡ଼ିଶାରୁ ଅଲରେଡ଼ି ଜୀବନ ଗଲାଣି ସେମାନଙ୍କର। ତେଣୁ ଆମେ ଚାହୁଁଛୁ ଯେ ଏମାନଙ୍କ ବି ପ୍ରପର ଗୋଟେ DMD ଯେଉଁ ମେଡ଼ିକାଲ ଖୋଲାଯାଉ, ଯେଉଁଥିପାଇଁ ଏ ପିଲାମାନେ ସବୁ ଟ୍ରିଟମେଣ୍ଟ ହେଇପାରିବେ। ମେଡ଼ିସିନ ଆସିଲା ପର୍ଯ୍ୟନ୍ତ ଏ ପିଲାମାନଙ୍କୁ ମାନେ ପ୍ରପର କେୟାରରେ ରଖନ୍ତୁ। ସରକାରଙ୍କ ପାଖରେ ଆମର ଏତିକି ଦାବି। ଆଉ ଯଦି ବି ସରକାର ନ ଶୁଣିବେ, ଆମେ ରକ୍ତବିନ୍ଦୁ ଥିଲା ପର୍ଯ୍ୟନ୍ତ ଆମେ ରାଜରାସ୍ତାକୁ ଓହ୍ଲେଇବୁ, ଏଇଠି ଆତ୍ମହତ୍ୟା ହିଁ ବି କରିବୁ। ସେଥିପାଇଁ ସରକାର ହିଁ ଦାୟୀ ହେବେ। ଆମେ 3 ଥର ଆସିଲୁଣୁ, କିନ୍ତୁ ସରକାର କିଛି ଶୁଣୁନାହାନ୍ତି। ନାଇଁ, 10 ଲକ୍ଷ ଖାଲି ସହାୟ ଦେଇଦେଲେ ଟଙ୍କା କ'ଣ ହେବ? ଆମେ ଚାହୁଁଛୁ ମେଡ଼ିସିନ ଦରକାର, ଆମ ପିଲାଙ୍କୁ ପ୍ରପର ଟ୍ରିଟମେଣ୍ଟ ଦରକାର। ଆଉ ସେଇଟା ତ ହଉନି ନା। ପ୍ରତି ପିଲାଙ୍କୁ ଦିଆହେଇଥିଲା। 10 ଲକ୍ଷ ଗୋଟେ ମାସକୁ ଯଦି 20,000 ଟଙ୍କା ଆମର ଡେଲି ଖର୍ଚ୍ଚ, 10 ଲକ୍ଷ କେତେ ଆପଣମାନେ କୁହନ୍ତୁ? ତେଣୁ ସରକାରଙ୍କୁ ଆମେ ବିନୀତ ଅନୁରୋଧ କରୁଛୁ, କାନି ପତେଇ ଭିକ ମାଗୁଛୁ ଯେ ଏଇ ମେଡ଼ିସିନଟା ଆସିଲା ପର୍ଯ୍ୟନ୍ତ ଏଇ ପିଲାମାନଙ୍କୁ ପ୍ରପର ଟ୍ରିଟମେଣ୍ଟରେ ରଖନ୍ତୁ।